ନମସ୍କାର। ଟ୍ରେଣ୍ଡିଂ ନ୍ୟୁଜ୍ ଆପଣଙ୍କୁ ସ୍ୱାଗତ ଜଣାଉଛି। ଆଜି 6 ଅଗଷ୍ଟ ମଙ୍ଗଳବାର 2024ର ସମସ୍ତ ମୁଖ୍ୟ ଖବର ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଆଜିର ପ୍ରଥମ ବଡ଼ 1 ନମ୍ବର ଖବରଟି 2030 ସୁଦ୍ଧା ଖୁଚୁରା ଋଣ 3 ଗୁଣ ବଢ଼ିବ। ଦେଶର ବଢ଼ୁଥିବା ଡିଜିଟାଲାଇଜେସନ୍ ପ୍ରଭାବକୁ ଲକ୍ଷ୍ୟ କରି S&P ଗ୍ଲୋବାଲ ରେଟିଂ କହିଛି ଯେ 2030 ସୁଦ୍ଧା ଭାରତର ଖୁଚୁରା ଋଣ ପରିମାଣ 3 ଗୁଣକୁ ବୃଦ୍ଧି ପାଇବ। ଫଳରେ ଭାରତୀୟ ପରିବାର ଋଣ ପରିମାଣ $2,50,000 କୋଟି ଅର୍ଥାତ୍ ସକଳ ଘରୋଇ ଉତ୍ପାଦ GDPର 34ରେ ପହଞ୍ଚିବ। ପ୍ରଯୁକ୍ତି ବିଦ୍ୟା ଦେଶର ଆର୍ଥିକ ଅନ୍ତର୍ଭୁକ୍ତିକୁ ବଢ଼ାଇ ସଞ୍ଚୟ ଖାତାଧାରୀଙ୍କ ସଂଖ୍ୟା 77%କୁ ବଢ଼ାଇବାରେ ସହାୟକ ହୋଇଛି। ପରବର୍ତ୍ତୀ ମୁଖ୍ୟ ଖବର ଆଜି 17 ଜିଲ୍ଲାକୁ ପ୍ରବଳ ବର୍ଷା। ମୌସୁମୀ ନିମ୍ନ ଚାପରେଖା ପ୍ରଭାବରେ ସୋମବାର ଭୁବନେଶ୍ୱର, କଟକ ସମେତ ପୁରୀ, ଜଗତସିଂହପୁର, ଗଞ୍ଜାମ, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି। ମଙ୍ଗଳବାର ଠାରୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଆସନ୍ତା 9 ତାରିଖ ଯାଏଁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ହଳଦିଆ ସତର୍କତା ଜାରି କରାଯାଇଛି। ମଙ୍ଗଳବାର ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନବରଙ୍ଗପୁର, ଜଗତସିଂହପୁର, ରାୟଗଡ଼ା, କୋରାପୁଟ ପ୍ରମୁଖ 17ଟି ଜିଲ୍ଲାରେ ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ହେବାର ଆଶଙ୍କା ରହିଛି। ପରବର୍ତ୍ତୀ ମୁଖ୍ୟ ଖବର ଆଜିଠାରୁ କଳିଙ୍ଗର ଜାତୀୟ ଜୁନିୟର ସନ୍ତରଣ। କଳିଙ୍ଗ ଷ୍ଟାଡିୟମସ୍ଥିତ ଇଣ୍ଡୋର ଜଳକ୍ରୀଡ଼ା କେନ୍ଦ୍ରରେ 40ତମ ସବ୍ ଜୁନିୟର ଓ 50ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ମଙ୍ଗଳବାର ଆରମ୍ଭ ହେବ। ଏହା 11 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ ସଂଘ ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଆନୁକୂଲ୍ୟରେ ହେବାକୁ ଥିବା ଏହି ପ୍ରତିଯୋଗିତାରେ 1000ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେବେ। ଓଡ଼ିଶାରୁ ବାଳିକା ବର୍ଗରେ 18 ଓ ବାଳକ ବର୍ଗରେ 21 ଏହିପରି ମୋଟ 39 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ପରବର୍ତ୍ତୀ ମୁଖ୍ୟ ଖବର ଜୁଲାଇରେ ବଢ଼ିଲା ଯାତ୍ରୀବାହୀ ଯାନ ବିକ୍ରି। ଭାରତରେ କାର୍ ଗ୍ରାହକଙ୍କ ସଂଖ୍ୟା ବର୍ଷକୁ ବର୍ଷ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଅଟୋ ଇଣ୍ଡଷ୍ଟ୍ରିର ଏକ ସଂଗଠନ ଫେଡେରେସନ୍ ଅଫ୍ ଅଟୋମୋବାଇଲ ଡିଲର୍ସ ଆସୋସିଏସନ୍ FTA ଜୁଲାଇରେ ଖୁଚୁରା ବିକ୍ରୟ ରିପୋର୍ଟ ପ୍ରକାଶ କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଗତ ବର୍ଷ ଜୁଲାଇ ତୁଳନାରେ ଚଳିତ ବର୍ଷ ଜୁଲାଇରେ କାର୍ ବିକ୍ରି ସଂଖ୍ୟା ବୃଦ୍ଧି ପାଇଛି। ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀଗୁଡ଼ିକ ବିଭିନ୍ନ ଯାନବାହନର ନୂତନ ମଡେଲ ଏବଂ ବୃହତ ରିହାତି ପ୍ରଦାନ କରିବା ପରେ ଲୋକମାନେ ବହୁ ସଂଖ୍ୟାରେ ଗାଡ଼ି କିଣିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଅତ୍ୟାଧୁନିକ ଜ୍ଞାନକୌଶଳରେ ହେବ ରତ୍ନଭଣ୍ଡାର ଯାଞ୍ଚ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସୋମବାର ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟିର ଜରୁରୀ ବୈଠକରେ ରତ୍ନଭଣ୍ଡାର ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବା ସହ କେତୋଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ଯାଞ୍ଚ ପାଇଁ ନୂଆ SOP ଶ୍ରୀମନ୍ଦିର ପରିଚାଳନା କମିଟି ଅନୁମୋଦନ କରିଛି। ରାଜ୍ୟ ସରକାରଙ୍କ ଅନୁମତି ପରେ ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳ ଉପଯୋଗ କରାଯାଇ ରତ୍ନଭଣ୍ଡାର ଯାଞ୍ଚ କରାଯିବ। ସେହିପରି ଶ୍ରୀମନ୍ଦିର ଅଧୀନରେ ଥିବା ଜମିର କିଣା ବିକା ନେଇ ଶ୍ରୀମନ୍ଦିର ଜମି ପରିଚାଳନା ନିୟମ 2024ର ସ୍ୱତନ୍ତ୍ର ଚିଠା ପ୍ରସ୍ତାବ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବାକୁ ଆଲୋଚନା ହୋଇଥିବା ବେଳେ ଖୁବ୍ ଶୀଘ୍ର ମହାପ୍ରଭୁଙ୍କ ଜମିର ଭୋଗ ଦଖଲ ଥିବା ବ୍ୟକ୍ତି NOC ପାଇବେ ବୋଲି ସୂଚନା ଦିଆଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର ଭାରତ ଜର୍ମାନୀ ସେମିଫାଇନାଲ ଆଜି। 8 ଥର ଅଲିମ୍ପିକ୍ସ ଚାମ୍ପିୟନ ଭାରତ ଶେଷ ଥର ପାଇଁ 1980 ମସ୍କୋ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା। ଏବେ ପ୍ୟାରିସରେ ସେହି ଗୌରବ ଫେରି ପାଇବା ପାଇଁ ଭାରତ ନିକଟରେ ସୁଯୋଗ ରହିଛି। ସେମିଫାଇନାଲରେ ବିଜୟୀ ହେଲେ ଅତି କମରେ ରୌପ୍ୟ ପଦକ ହାସଲ ନିଶ୍ଚିତ ହୋଇଯିବ। ଶେଷ ଥର ପାଇଁ ଭାରତ 1960 ରୋମ୍ ଅଲିମ୍ପିକ୍ସରେ ପୁରୁଷ ହକିରୁ ରୌପ୍ୟ ପଦକ ଜିତିଥିଲା। ପ୍ୟାରିସ ଅଲିମ୍ପିକ୍ସର ଅନ୍ୟ ଏକ ସେମିଫାଇନାଲ ନେଦରଲ୍ୟାଣ୍ଡରେ ଅନୁଷ୍ଠିତ ହେବ। ପରବର୍ତ୍ତୀ ମୁଖ୍ୟ ଖବର ପଞ୍ଜାବରୁ ଆସିବ ଆଳୁ। କୃଷ୍ଣଚନ୍ଦ୍ର ପାତ୍ର ପଶ୍ଚିମବଙ୍ଗରୁ ଆଳୁ ଅଣାଯିବା ବନ୍ଦ କରାଯିବା ସହିତ ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସୁଥିବା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଥିଲେ, ଆଗକୁ ପଞ୍ଜାବରୁ ଆଳୁ ଅଣାଯିବ ବୋଲି ମନ୍ତ୍ରୀ ସୋମବାର କହିଛନ୍ତି। ବର୍ତ୍ତମାନ ଓଡ଼ିଶାରେ ପର୍ଯ୍ୟାପ୍ତ ପରିମାଣର ଆଳୁ ଅଛି ବୋଲି ମଧ୍ୟ ସେ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଉତ୍ତରପ୍ରଦେଶର ଆଳୁ ଶୀଘ୍ର ପଚିଯିବା କଥା ସମ୍ପୂର୍ଣ୍ଣ ମିଛ। UP ଆଳୁର କ୍ୱାଲିଟି ବହୁତ ଭଲ। ପଶ୍ଚିମବଙ୍ଗର ବ୍ଲାକମେଲ ଶିକାର ନ ହୋଇ ଆମେ ସ୍ୱାଭିମାନକୁ ଦେଖିଲୁ ଏବଂ ଖାଉଟିଙ୍କ ପାଖରେ ଆଳୁ ପହଞ୍ଚାଇଲୁ ବୋଲି ମନ୍ତ୍ରୀ କହିଛନ୍ତି। ପରବର୍ତ୍ତୀ ମୁଖ୍ୟ ଖବର ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଚଳିତ ବର୍ଷ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସୋମବାର ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଆଲୋଚନାରୁ ଜଣାପଡ଼ିଛି, ଚଳିତ ବର୍ଷ ପରେଡ୍ ସ୍କୁଲ, କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟ ମିଶାଇ ପ୍ରାୟ 40ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ସକାଳ 9ଟା ସମୟରେ ପତାକା ଉତ୍ତୋଳନ କରି
ଜନସାଧାରଣଙ୍କୁ ଉଦ୍ବୋଧନ ଦେବେ। ପରବର୍ତ୍ତୀ ମୁଖ୍ୟ ଖବର ଯୁକ୍ତ 2 ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା 2024-25 ଶିକ୍ଷାବର୍ଷରେ ଯୁକ୍ତ 2 ପ୍ରଥମ ବର୍ଷର ନାମ ଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ସୋମବାର ପ୍ରକାଶ ପାଇଛି। ଏହି ପର୍ଯ୍ୟାୟରେ ନାମ ଲେଖା ପାଇଁ ମୋଟ 60,516 ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି। ଏହି ଛାତ୍ରଛାତ୍ରୀ 7 ରୁ 10 ତାରିଖ ସନ୍ଧ୍ୟା 6ଟା ମଧ୍ୟରେ ନାମ ଲେଖାଇ ପାରିବେ। ଏହାପରେ 12 ରୁ 14 ତାରିଖ ମଧ୍ୟରେ ସ୍ପଟ୍ ନାମ ଲେଖା ପାଇଁ ଚଏସ୍ ଲକିଂ କରିପାରିବେ ଛାତ୍ରଛାତ୍ରୀ। 20 ତାରିଖ ପୂର୍ବାହ୍ନ 11ଟାରେ ସ୍ପଟ୍ ନାମ ଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରଛାତ୍ରୀ 20 ରୁ 28 ଭିତରେ ନାମ ଲେଖାଇବେ। ତେବେ ଏହି ପର୍ଯ୍ୟାୟ କଳା, ବିଜ୍ଞାନ ଓ ବାଣିଜ୍ୟ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସର୍ବୋଚ୍ଚ କଟ୍ଅଫ୍ ଯଥାକ୍ରମେ 63%, 88% ଏବଂ 74.17% ଯାଇଛି। ପରବର୍ତ୍ତୀ ମୁଖ୍ୟ ଖବର ଦିନକରେ ନିବେଶକ ହରାଇଲେ 15 ଲକ୍ଷ କୋଟି। ଅନ୍ତରାଷ୍ଟ୍ରୀୟ ସମସ୍ୟା, ଭୂ ରାଜନୈତିକ ଘଟଣାବଳୀ ଏବଂ ଦର ବୃଦ୍ଧି ଯୋଗୁଁ ଭାରତୀୟ ଷ୍ଟକ୍ ମାର୍କେଟରେ ସୋମବାର ଏକ ବଡ଼ ଧରଣର ହ୍ରାସ ଘଟିଛି। ଏପରିକି ଘରୋଇ ସେୟାର ବଜାର କାରବାରର ପ୍ରଥମ ଦିନ ବା ଦିନକରେ ନିବେଶକ 15 ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ହରାଇଛନ୍ତି। ଫଳରେ ପୁଞ୍ଜି ବଜାରର ପରିମାଣ ପ୍ରାୟ 442 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଏହା ପୂର୍ବରୁ ପୁଞ୍ଜି ବଜାର ପରିମାଣ ବା ପୂର୍ବ କାର୍ଯ୍ୟଦିବସର କାରବାର ଶେଷ ସୁଦ୍ଧା ବଜାର ପୁଞ୍ଜି ପ୍ରାୟ 457 ଲକ୍ଷ କୋଟି ଥିଲା। ଏହିପରି ସମସ୍ତ ବଡ଼ ଖବର ଜାଣି ଆଗରେ ରହିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନିଅନ୍ତୁ।